ଏବେ କ'ଣ ଅଛି ହେଁ କାହିଁକି କହିପାରିଲନି ଚିଫ୍ ମିନିଷ୍ଟର ମାନେ କ'ଣ ମୁଖ୍ୟମନ୍ତ୍ରୀ ଅଛି। ମୁଁ ଏବେ ମୁଖ୍ୟମନ୍ତ୍ରୀ ଅଛି। ଯେତେବେଳେ ଆମ ସାର୍ ମାନେ ମୁଁ ପଢ଼ୁଥିଲା ବେଳେ ପ୍ରାଥମିକ ସ୍ତରରେ ବଡ଼ ହେଲେ କ'ଣ ହେବ ମୁଁ ସେତେବେଳେ କହୁଥିଲି ମୁଁ ମୁଖ୍ୟମନ୍ତ୍ରୀ ହେବି ବୋଲି ନାହିଁ। ମୁଁ ପାଠ ମୋ କାମ ହେଲା ପାଠ ପଢ଼ା। ପାଠ ଭଲ ଯେତେ ପଢ଼ିବି ସେଇ ଅନୁସାରେ ତାପରେ ମୁଁ ଚୁଜ୍ କରିବି ବଡ଼ ହେଲା ପରେ ମୁଁ କେଉଁ ଆଡ଼କୁ ଯିବି କ'ଣ କରିବି। କିନ୍ତୁ ମୁଁ ଭଲ ପାଠ ପଢ଼ିବି ଯଦି ପ୍ରମୋସନ୍ ମୋର ଅଛି, ରାସ୍ତା ବହୁତ ଅଛି, ରୁଟ୍ କେଉଁ ରୁଟ୍ରେ ମୁଁ ଯିବି। ପ୍ରଶାସନିକ ଅଧିକାରୀ ହେବି, ଶିକ୍ଷକ ହେବି, ଡାକ୍ତର ହେବି, ଇଞ୍ଜିନିୟର ହେବି, ଖେଳାଳି ହେବି, କି ରାଜନୀତି କରିବି କିମ୍ବା ଲୟର ହେବି କି ଜଜ୍ ହେବି, ଅନେକ କଥା ଅଛି। ସେ ସମୟ ଏବେ ଆସିନି। ଏବେ ସମୟ ଆସିଛି ଆମର କର୍ମ ଅର୍ଥାତ୍ ଆମେ ଯାହା ଦାୟିତ୍ୱ ଦେଉଛନ୍ତି ସ୍କୁଲରେ ସିଲାବସ୍ ଯାହା ଅଛି ପାଠ ପଢ଼ି ଭଲ ନମ୍ବର ରଖିବା ସେ ଆଡ଼କୁ ଆମର ଗତି ଟିକେ ରହିବା କଥା। ଏଣୁ ନିଶ୍ଚିତ ଭାବରେ ୟାକୁ ମଧ୍ୟ ଆପଣମାନେ ସମସ୍ତେ ଧ୍ୟାନ ଦେବା କଥା। ଆଉ ଶିକ୍ଷକମାନେ ମଧ୍ୟ ସେଇ ଆଧାରରେ ଆପଣମାନେ ତାକୁ ନେଇଯିବା କଥା। ଗତ ଥର ଶିଶୁ ମହୋତ୍ସବ ଯେଉଁ ସୁରଭି ହେଇଥିଲା ସେ ସମୟରେ ମୋତେ ଅନେକ ସୁଯୋଗ ମିଳିଥିଲା ପିଲାମାନଙ୍କ ସହିତ ମିଶିବା ପାଇଁ। ଆଉ ପିଲାମାନେ ମଧ୍ୟ ଅତି ସୁନ୍ଦର ଭାବରେ ସେମାନେ ତାଙ୍କର ପରଫର୍ମାନ୍ସ ବିଷୟରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସେମାନେ କହୁଥିଲେ। ଏଣୁ ଆଜି ଆମେ ସମସ୍ତେ ଚାପମୁକ୍ତ କେମିତି ହେବା ଏବଂ ଆମେ କେମିତି ଜୀବନର ସଫଳତାକୁ ଆମେ କେବଳ ସବୁଠୁ ଅଧିକ ନମ୍ବର ରଖିଥିଲେ ଯେ ମୁଁ ବହୁତ ଭଲ ପାଠ ପଢ଼ିଥିଲି, କିନ୍ତୁ ସେଇଟା ନୁହଁ। ପରୀକ୍ଷାର ଫଳାଫଳରେ ଜୀବନର ସଫଳତାକୁ ନ ମାପି ଜ୍ଞାନ ଆହରଣ କରିବାର ମାର୍ଗକୁ ବାଛିବା ଉଚିତ। ରେଜଲ୍ଟ ଗୋଟେ ପଟେ ଆଉ ଜ୍ଞାନ ଆହରଣ କରିବା ଗୋଟେ ପଟେ। ଆଉ ଜ୍ଞାନ ହିଁ ହେଉଛି ପ୍ରକୃତ ମାର୍ଗଦର୍ଶକ। ଏହା ଜୀବନରେ ଆଗକୁ ବଢ଼ିବାର ଜୀବନ କୌଶଳ ପ୍ରଦାନ କରିବ। ଅଧିକ ନମ୍ବର ରଖିଥିବା ବ୍ୟକ୍ତି ହେଉଛି ସଫଳତମ ବ୍ୟକ୍ତି ନିଶ୍ଚିତ ଭାବରେ। ଯିଏ ଅଧିକ ନମ୍ବର ରଖିବ ସଫଳ ବ୍ୟକ୍ତି। କିନ୍ତୁ ଏ କଥା ବି ସବୁ କ୍ଷେତ୍ରରେ ଏହା ହିଁ ଯେ ଆମର ସର୍ବସ୍ୱ ଏ କଥା ଭାବିବାକୁ ବା ନିଜକୁ ଆପଣେଇବା ବି ଠିକ୍ ନୁହେଁ।